ନମସ୍କାର। ମୁଁ ଚାରୁବାଳା ତ୍ରିପାଠୀ। ଆଜି କିଛି ଅଲଗା କହିବାର ପ୍ରୟାସରେ ଆପଣଙ୍କ ପାଖରେ। ସମସ୍ତେ କୁହନ୍ତି ଅତୀତକୁ ଭୁଲିଯାଅ। ସତରେ କ'ଣ ଆମେ ଭୁଲିପାରେ? ସତରେ କ'ଣ ସେଇଟା ଏତେ ସହଜ? ମୁଁ ତ କହିବି ନୁହେଁ। ଆମେ କେବଳ ଭୁଲିବାର ଅଭିନୟ କରେ। ତେଣୁ ମୁଁ ଯେହେତୁ ସବୁବେଳେ କହି ଆସିଛି ଯେ ବାସ୍ତବକୁ ଗ୍ରହଣ କର ଆଉ ବାସ୍ତବକୁ ନେଇକି ବଞ୍ଚ, ତେଣୁ ଆଜି ସେଇ ବାସ୍ତବବାଦୀ କଥା ହିଁ ମୁଁ କହିବି। ଆପଣ ଯଦି କେହି ଆପଣଙ୍କର କିଛି ନଷ୍ଟ କରିଦେଇଛି, ଆପଣଙ୍କ ଲାଇଫ୍ର ଟର୍ଣ୍ଣିଂ ପଏଣ୍ଟ ହେଇଯାଇଛି, କିଛି ଖରାପ ଆଡ଼କୁ ଯାଇଛି ଲାଇଫ୍ଟା ଗୋଟେ ଲୋକ ଯେଉଁ, ଆପଣ ଭୁଲି ପାରୁଛନ୍ତି? ଆପଣ ଯଦି ତା'ଠାରୁ ଭଲରେ ରହିଲେ ତଥାପି ବି ତାକୁ ମନେ ପକାଇବେ, ଆପଣ ଯଦି ତା'ଠୁ ଖରାପରେ ରହିଲେ ତଥାପି ତାକୁ ମନେ ପକାଇବେ। ଏଇଟା କ'ଣ ଏତେ ସହଜ କଥା? କେବେ ନୁହେଁ। ତେଣୁ ମୁଁ ତ କହିବି ଭୁଲିବା ଦରକାର ନାହିଁ, ମନେ ରଖିକିରି ହିଁ ବଞ୍ଚିବା ଶିଖ। ଭୁଲିବାର ଅଭିନୟ କର, କିନ୍ତୁ ମନରେ ତ ରହିଛି। ତେଣୁ ମନରେ ଥାଇକି ବି ତାକୁ ଗୋଟେ ସାଇଡ଼୍ରେ ରଖିଦେଇକି ବଞ୍ଚିବାକୁ ଚେଷ୍ଟା କର। ସତ କଥା ହେଲା କ'ଣ ଜାଣିଛନ୍ତି? ସବୁ ଲୋକଙ୍କର ଭାଗ୍ୟ ସାଥ ଦେଇନଥାଏ। କିଛି ଲୋକ ଲାଇଫ୍ ଟାଇମ୍ ସେମିତି କଷ୍ଟରେ ହିଁ ବିତେଇଥାନ୍ତି। ତେଣୁ ତାଙ୍କ ଭାଗ୍ୟଟା ଯେମିତି ଅଟକି ଯାଇଥାଏ। ଯେତେ ଚେଷ୍ଟା କଲେ ବି ଭାଗ୍ୟଟା ସୁଧୁରି ନଥାଏ। ଆଚ୍ଛା, ସେ ଲୋକ କ'ଣ କେବେ ଭୁଲି ପାରିବ? କେବେ ନୁହେଁ ନା। ତେଣୁ ଗୋଟେ ଏସବୁ ଟାଇପ୍ର ଲୋକମାନଙ୍କ ପାଇଁ ମୁଁ ଗୋଟେ ସଜେସନ୍ ଦେବି। ଗୋଟେ କାମ କରନ୍ତୁ, ଭୁଲିବା ତ କେବେ ହେଇପାରିବନି। ଜୀବନଚର୍ଯ୍ୟା ଭିତରେ କେବେ କେବେ କେଉଁଠି କେମିତି ଝୁଣ୍ଟି ପଡ଼ିଲେ, କେବେ କେବେ କେଉଁଠି କେମିତି ଅପଦସ୍ତ ହେଲେ, କେଉଁଠି କେମିତି କି ବେଶୀ ଖୁସି ବି ହେଲେ, ଯେବେ ମନେ ପଡ଼ୁଛି କିଛି ଅତୀତ ଯାହାକି ଆପଣଙ୍କୁ କଷ୍ଟ ଦିଏ, ଆପଣ କ'ଣ କରିବେ? ଗୋଟେ କାହାକୁ ଆକୁ ତାକୁ ସେୟାର କରିକି ଲୋକ ହସାର ପାତ୍ର ହେବା କିଛି ଆବଶ୍ୟକ ନାହିଁ। ଆପଣ ନିଜର ଦୁର୍ବଳତା ପ୍ରକାଶ କରିକି ଅନ୍ୟ ପାଖରେ ନିଜକୁ ନିଚ କରି ରଖିବା କିଛି ଆବଶ୍ୟକ ନାହିଁ। କାରଣ ଯଦି ଆପଣଙ୍କ ଆତ୍ମା ଭିତରୁ ବାହାରୁ ନାହିଁ ଯେ ମୁଁ ଏଇ ଜାଗାରେ ମୋର ପର୍ସନାଲ୍ ପ୍ରୋବ୍ଲେମ୍କୁ ସେୟାର କରିବାଟା ଠିକ୍, ତାହେଲେ ଆପଣ ସେୟାର କରନ୍ତୁ ନାହିଁ। ଯଦି ଆପଣଙ୍କ ଆତ୍ମା ଡାକୁଛି ଠିକ୍, ତାହେଲେ ସେୟାର କରନ୍ତୁ, ସେ ଅଲଗା କଥା। ଯଦି କରିପାରୁନାହାନ୍ତି, କାହାକୁ କିଛି କହିପାରୁନାହାନ୍ତି, ସେଇମାନଙ୍କ ପାଇଁ ଆଜି ମୋର ଏଇ ଭିଡ଼ିଓଟି। ଆପଣ ଗୋଟେ କାମ କରନ୍ତୁ, ନୀରବରେ ଗୋଟେ ରୁମ୍ ଭିତରେ ଏକୁଟିଆ ବସନ୍ତୁ। ଯେତେ ଇଚ୍ଛା ମନେ ପଡ଼ୁଛି ମନେ ପକାନ୍ତୁ ଅତୀତକୁ, ଯେତେ ଇଚ୍ଛା। ଆଉ ଯେତେ ଇଚ୍ଛା କାନ୍ଦି ପାରିବେ କାନ୍ଦନ୍ତୁ, ଯେତେ ଇଚ୍ଛା କାନ୍ଦି ପାରିବେ କାନ୍ଦନ୍ତୁ। ମୁଁ କହୁଛି, ତାପରେ ଦେଖିବେ ଆପଣଙ୍କୁ ବଞ୍ଚିବାକୁ ସାହସ ଆସିବ, ଆପଣ ଆଗକୁ କିଛି କରିବାକୁ ସାହସ ଆସିବ। ଆଉ ମନେ ପକାଉନାହିଁ କହିକିରି ମନେ ପକାଇକିରି ଅପଦସ୍ତ ହେବା ଅପେକ୍ଷା, ହଁ ମନେ ପକାଉଛି, ମନେ ପକାଇକି ବଞ୍ଚିବି, ସେଇଟା କରନ୍ତୁ। ଦେଖିବେ ଆଉ ଟିକେ ସରଳ ହେଇଯିବ ବଞ୍ଚିବାକୁ। ଥରେ ନୁହେଁ, ଦୁଇଥର ନୁହେଁ, ଯେବେ ମନେ ପଡ଼ୁଛି, ଯେବେ ଆପଣଙ୍କୁ କଷ୍ଟ ହେଉଛି, ଯେବେ ଆପଣଙ୍କୁ ନିଜକୁ କିଛି ଭୁଲ ଲୋକଙ୍କ ସହିତ ମିଶାଇଥିଲେ ବୋଲି ପଶ୍ଚାତାପ କରୁଛନ୍ତି, ଆପଣ ଆଖି ବନ୍ଦ କରି ନିଜକୁ ଗୋଟେ ନିରୋଳା ଜାଗାରେ ରଖନ୍ତୁ। ଆଉ ମନ ଭରି କାନ୍ଦନ୍ତୁ, ମନ ଭରି କାନ୍ଦନ୍ତୁ। ଦେଖିବେ ଆପଣ ନିଜକୁ ନିଜେ ବଞ୍ଚିବେ। ନିଜ ପାଖରେ ନିଜେ ସେୟାର କରିକିରି, କାହା ପାଖରେ ନୁହେଁ, ନିଜ ପାଖରେ ନିଜେ ସବୁ ଜିନିଷକୁ ପୁଣି ସେୟାର କରିକି ବଞ୍ଚିବା ଆପେ ଶିଖିଯିବେ। ଧନ୍ୟବାଦ। ରହୁଛି। ନମସ୍କାର।